जय जगन्नाथ। भल कथा छुआ मन लगी तो आज आलोचना करवा कलंकी उदय है। कलंकी उदय कौन ठाकुर केवे परिप्रकाश है यही कथा तो किंतु आम कहूँ ठाकुर बर्तमान परिप्रकाश समय आसी ना पुणी कहूँ भीम भई लिखिं यही कथा मान निश्चय घटव दिव्य सिंह 45 शून्य बाना धरी आसवे श्रीहरि धरिन कलंकी वेश सत्य। अच्युत लिखिं 14 अंके शुणी 15 अंक देख बेली पाशे बेली लिंग थे मध्य एक बट थी सेपटे बाट बंधा हो कलंकी अवतार हो सत्य है। पुणी आम कहूँ ये सत्य नुहे कारण कौन दीटाक सत्य बुझे से जो 45 अंक जो महापुरुष लिखी भीम भई सत्य यहाँ कौन ना गुप्त गुप्त लीला बुझिपारे ना बुझिपारे ना। अच्युत लिखिले 15 अंक 15 अंकटा जी जो बरस 45 अंकटा से बरस बुझी गोटे वर्ष को महापुरुष कहते अच्युत मत जहा भीम मत से ये हूँ गुप्त लीला परिप्रकाश लीला नुहे। तो बारंबार आम आगुरी कहीचु आग विनाश लीला तापर हूँ प्रकाश लीला। आ महापुरुष कौ दिन कौन घटव ताकू लिपिबद्ध कर बुझी ना। महापुरुषंकर से लिखिं केते वर्षरे कौ मसरे कौ तिथि कौ बारे कौन घटव ताकू लिपिबद्ध कर बुझिपारे ना बुझिपारे ना। जमी गोटे लिखिले खड़ी कारकर खड़ी बणा हम तिथि न तुम देखुन किसी दिन तले खड़ी बणा हो गला पांजी रे मीन शनि चलला गोटे पांजी रे गुरुवार गोटे पांजी रे शनिवार किंतु आमे समाधान करिया कथा एटा गुरुवार कि शनिवार किंतु महापुरुष बाणी तुम देख महापुरुष लिखिं वैशाख शुक्ल अष्टमी गुरुवार दिन हम कौन मीन शनि चलन हम अमर जुमर तुम पढ़ो जदि तुम देख बुझीपार ना। वैशाख मास शुक्ल पक्ष अष्टमी तिथि गुरुवार दिन मीन राशि की शनि संचार हेले कौन हम खेल सरीगला। केते अंक ना 32 अंक रु 34 किए कहले भीम भई कहले 32 ठाकुर 34 पर्यंत लिखिं स्तुति अच्युत से कहले 32 33 पुणी 34 मीन शनि भोग हम 2.5 वर्ष किए ना मुकुंद देव रजांकर 32 अंक रु 34 पर्यंत पड़ो ये मीन शनि जाए शनिवार आसंता जो मीन शनि आसो वैशाख मास शुक्ल पक्ष अष्टमी तिथि गुरुवार पड़ुछि आगामी पढ़ किंतु ये मीन शनि आम विचार कर सब ना यहाँ हूँ शनिवार कहीं कहली महापुरुष वाणी हिसाब से महापुरुष अच्युत लिखिं से मीन शनि आगुरी आउ गोटे मीन शनि भोग कर शनिवार शिवकल्प शास्त्र देख रोहिणी कृतिका मासरे मीन शनि ये बेल 4 दिन है 7 सप्तम मासरे सप्तम बारिक शनिवार रवि सोम मंगल बुध गुर शुक्र शनि शनिवार सप्तम बार नुह
ଫେରେ 52 ଅଙ୍କ ହେଇଥିବ। 52 ଅଙ୍କରେ ମୀନ ଶନି ଶନିବାର ଭୋଗ କରିବ। ଏମିତି ମାନେ ଖଡ଼ିକାରଙ୍କର ଖଳି ବଣା ହେଇଗଲା ନା, ତାକୁ ଆମେ ସମାଧାନ କରିବାକୁ ସମସ୍ତେ କଷ୍ଟ ସାଧ୍ୟ ହେଲା। ସମସ୍ତେ ସେଇଥିରେ କଣ ହେଲେ ଆମେ ମାତିଗଲେ। ସେଇପରି ଭାବରେ କହିବାର ତାତ୍ପର୍ଯ୍ୟ ଆଗ ବିନାଶ ନୀଳା ତାପରେ ପ୍ରକାଶ ନୀଳା। ପ୍ରକାଶ କୋଉ ଦିନ ହେବେ ଠାକୁର ଧରା ହେବେ ନା ମେଳ ହୋଇବେ ନାଗେଶ୍ୱରା ଜଗନ୍ନାଥ ଯେ ହେବେ ଧରା ପୌଷ ପୂର୍ଣ୍ଣିମା ଗୁରୁବାର 2ଟି ମାତା ଯେ ତାର ଅନନ୍ତ ଗାଦିରେ ସେ ଥିବ ସେଇ ଠାବରେ ଧରା ହବ। ରତ୍ନବଟର କେଣୁ ଦାସ ଡକାଇଲେ ବଜେ ଅବଶ୍ୟ କାଳିକା ମୁଖେ ନେଇଦେବ ନାଗାନ୍ତି ପରୀକ୍ଷା କରିବ। ଇଏ ଅନେକ ବିଷୟ ମହାପୁରୁଷ ଲେଖିଛନ୍ତି। ସେ ସମୟ ହେଇନାହିଁ। କେଣୁ ଦାସ ବାବା ସେ ବର୍ତ୍ତମାନ ଦେହ ଛାଡ଼ି ସାରିଲେଣି। ଦେହ ଛାଡ଼ିଲେ କଣ ପୁଣି ଫେରିବେ, କାରଣ ସମାଜ ସେତେବେଳେ ଜାତି ସୀମାରେ ହେଇଯିବେ। ଭକତ ଚେତନା ଫେରି ପାଇଲେ ଚେତନା ପୁରୁଷ ହଜି ମରିଲେ। ଯେତେବେଳେ ଯୁଗ ଅନନ୍ତ ହେବ ଆପଣା କର୍ମକୁ ଆପେ ତେଜିବ। ଯେ ଅନନ୍ତ ଯୁଗ ହେଇଯିବ ଯେଝା କର୍ମ ଫଳ ଯିଏ ସବୁ କଣ ହେଇଯିବେ ପାଇ ଯିବେ। ତ ଗୁପ୍ତ ବରାହ କ୍ଷେତ୍ରରେ ଖିଳାଟେଶ୍ୱର ମହାଦେବ ପୂଜା ଅଛନ୍ତି ପରଶୁରାମ ସମୟରୁ। ସେ ଯୋଉଦିନ ପୂଜା ହେବେ ସେଦିନ ସବୁ ଭକ୍ତଙ୍କର କଣ ହେଇଯିବ ଜ୍ଞାନ ନେତ୍ର ଖୋଲିଯିବ। କିନ୍ତୁ ପ୍ରକାଶ ଲୀଳା ହେବ କେବେ? ବର୍ତ୍ତମାନ ଚାଲିଛି କଣ ଗୁପ୍ତ ଲୀଳା। ପ୍ରକାଶ ଲୀଳା ହେବ କେବେ? ବର୍ତ୍ତମାନ ପ୍ରକାଶ ଲୀଳା ହେଇନି। କାହିଁ କହୁଛୁ? କହିଲେ ଭକତଙ୍କୁ ନାନା କଷଣ ପଡିବ ଅନ୍ନ ଜଳ ନ ମିଳିବ। ବର୍ତ୍ତମାନ ଅନ୍ନ ଜଳ ମିଳୁନି। ଟଙ୍କିକିଆ ଚାଉଳ ଥିଲା ଉଠିକି ମାଗଣା ଚାଉଳ ହେଇଗଲାଣି। ସଂସାରରେ ଦୁଃଖୀ କିଏ ଅଛି? ସମସ୍ତେ ସୁଖରେ ଅଛନ୍ତି। 2000 ମସିହାରୁ ମହାପୁରୁଷ ଅଚ୍ୟୁତ ଭବିଷ୍ୟବାଣୀ ମୁତାବକ 99 ମସିହା ସାଇକ୍ଲୋନ ଗଲା ଭାରି ମହାବାତ୍ୟା। ତାପରେ 2000 ମସିହା ଆସିଗଲା, ସେଠୁ ସମସ୍ତେ ସୁଖରେ ରହିଲେ। ଆଉ ଦୁଃଖରେ କିଏ ଅଛି? ଉପାସୀ କିଏ ମରୁଛନ୍ତି? ମାଗଣା ଚାଉଳ ପାଉଛନ୍ତି। ହଉ କି ନାଇଁ? ହଉ କି ନାଇଁ କହୁନ ନା? ସେତେବେଳେ ସାଇକେଲ ଖଣ୍ଡେ ମିଳୁନଥିଲା, ଆଜ୍ଞା ଘରେ ଘରେ ମୋଟର ସାଇକେଲ। ଏହା ମହାଧନୀ ହେଇପାରୁ ନାହାନ୍ତି। ସମସ୍ତଙ୍କ ଘରେ ସୁଖ ଅଛି। 2000 ମସିହାରୁ ସମସ୍ତ ଘରେ ସୁଖ ଫେରିଛି। କିଛି ଆଗେ ଚାଉଳ ଖଣ୍ଡେ ମିଳୁନଥିଲା ଲୋକଙ୍କୁ ଖାଇବା ପାଇଁ, ଧାରେ ଆଣୁଥିଲେ। ହଁ କି ନାଇଁ? ଆଳୁ ଚକଟା ଗରମ ଭାତ ମଧ୍ୟ ଲୋକ ଖାଉଥିଲେ। ବର୍ତ୍ତମାନ କଣ ହଉଛି? କେତେ ଚିକେନ କଟା ହଉଛି, କେତେ ମଟନ କଟା ହଉଛି। ଠିକ ନାଇଁ ନା? ଆଜ୍ଞା ଦୁଃଖରେ କିଏ ଅଛି? କେହି ଦୁଃଖରେ ନାହିଁ, ସମସ୍ତେ ସୁଖରେ ଅଛନ୍ତି। ମହାପୁରୁଷ କହୁଛନ୍ତି ଯେତେବେଳେ ଅନ୍ନ ଜଳ ନ ମିଳିବ ଲୋକମାନେ ଖାଇବାକୁ ପାଇବେ ନାହିଁ। ମ୍ଲେଚ୍ଛ ନିବାରଣେ ପ୍ରଭୁ ଦାସ ଅତି ଶିଖାଳେ ଉଦୟ ଧ୍ରୁବ। ଯେତେବେଳେ ଖାଇବାକୁ ନ ପାଇବେ, ପିଇବାକୁ ନ ପାଇବେ, ମାନେ ବଞ୍ଚିବା କଷ୍ଟକର ହେଇଯିବ। ଜଗନ୍ନାଥ ଦାସଙ୍କ ଭାଷାରେ ସର୍ବେ ହୋଇବେ ଏକ ମୁଖ ଡାକିବେ ନାରାୟଣ ରଖ। ଓ ହେ ପ୍ରଭୁ ତୁ ହିଁ ରକ୍ଷା କର, ତୋ ବ୍ୟତୀତ ଆଉ କେହି ରକ୍ଷା କରିପାରିବେ ନାହିଁ। ଆଉ ପ୍ରଭୁ ଲୁଚିକି ରହିପାରିବେ ନାହିଁ। ଭକତ ବିକଳ ସହି ନ ପାରିଣ ପ୍ରକାଶ ହୋଇବେ ହରି। 800 ଭକ୍ତ ମେଳ କରି ନେଇ ମୁଖେ ବୋଲୁଥିବେ ହରି। ଜୟ ଜଗନ୍ନାଥ। ସମସ୍ତେ ପ୍ରଭୁଙ୍କୁ ହରି ହରି ଡାକ ପକେଇଲେ, ହେ ପ୍ରଭୁ ରକ୍ଷା କର, ରକ୍ଷା କର, ରକ୍ଷା କର। ଆଉ କେତେ ଦିନ ସେ ଲୁଚିକି ରହିବେ? ସେ ପ୍ରଭୁ ନିଶ୍ଚୟ ପ୍ରକାଶ ହେବେ। 800 ଭକ୍ତଙ୍କୁ କଣ କରିବେ? ଏକତ୍ରିତ କରିବେ। ଏବଂ କହିଥିଲୁ ଆଗରୁ ଗଛର ପତ୍ର ଅଛି, ଖାଇଲେ ଭୋକ କରିବ ନାହିଁ, ଶୋଷ କରିବ ନାହିଁ। ସେ ପତ୍ରକୁ ଭକ୍ତମାନଙ୍କୁ ବାଣ୍ଟିବେ, ଭକ୍ତମାନେ ତାକୁ ଆହାର କରିବେ।
ପାଣି ମଧ୍ୟ ସେମିତି ରଖିଛନ୍ତି। ସେ ହାତ ମାରିଦେଲେ ପୁଣି ଝରଣା ଖୋଲିବ। ସେ କେମିତିଆ ପାୱାରଫୁଲ ଲୋକ ନ ହେଇଥିବେ, ହଁ କି ନାଇଁ? ଭକ୍ତମାନେ ଜଳର ତୃଷା କଣ କରିବେ? ମେଣ୍ଟନ କରିବେ। ଏ ଘଟଣା ତ ଘଟି ନାହିଁ। ଆଉ ହରି 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 ପ୍ରଭୁ ଦେଲେ ପ୍ରଭୁ ବାହାରିଲେଣି, ହେଇ ଅମୁକ ଜାଗାରେ ପ୍ରଭୁ, ସମୁକ ଜାଗାରେ ପ୍ରଭୁ, ସମୁକ ଜାଗାରେ ପ୍ରଭୁ। ନା, ଆଗ ବିନାଶ ଲୀଳା, ତାପରେ ପ୍ରକାଶ ଲୀଳା। ପ୍ରଭୁ ଆସିବେ ସତ୍ୟ। ଏ କେତେ ପ୍ରଭୁ ଆସିବେ କହିଥିଲୁ? ପଞ୍ଚ କଳଙ୍କି ହେବେ ମହାପୁରୁଷ କହିଛନ୍ତି। ଆରେ କଳଙ୍କି ଜଗନ୍ନାଥ କଳଙ୍କି, ବଳରାମ କଳଙ୍କି, ଆଉ ସୁଭଦ୍ରା କଣ କଳଙ୍କି ହେବେନି? ସେଠି ସେ କଣ କରିବେ? କଣ ଧ୍ୟାନ ନେଇକି ରହିବେ? ସେଠି କ୍ଷୀରାବ୍ଦି ସାଗର ଅନନ୍ତ ନାରାୟଣ, ସିଏ କଣ ଆବିର୍ଭୂତ ହେବେନି? ଭୀମ କହିଛନ୍ତି ଅଲେଖ ଗୁରୁ ଫେରେ ମର୍ତ୍ତ୍ୟ ମଣ୍ଡଳକୁ ଆସିବେ, ସିଏ କଣ ହେବେନି? ସମସ୍ତଙ୍କ କଥା ସତ୍ୟ, କିନ୍ତୁ କେତେ ଗୁପ୍ତ ଲୀଳା, କେତେ ଗୁଡ଼ିଏ ମଧ୍ୟ ପ୍ରକଟ ଲୀଳା। ସେ ଯାହା ହେଉ, ସେ ସମୟ ଖୁବ୍ ନିକଟ, ଆଉ ଅଳ୍ପ, ଆଉ 20-30 ବର୍ଷ ଭିତରେ ସବୁ ସମାଧାନ ହେଇଯିବ। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କବା ହରି ବୋଲ।